ମୁଁ ତୁଳିକା ମୋର ସମସ୍ତ ଶ୍ରୋତାବନ୍ଧୁଗଣଙ୍କୁ ସାଦର ପ୍ରଣାମ ଜଣାଉଛି। ମାସ ଆଷାଢ଼ ମାସ, ତିଥି ଏକାଦଶୀ ତିଥି। ଏହି ତିଥିକୁ ହରିଶୟନ ଏକାଦଶୀ ବୋଲି କୁହାଯାଏ। ଆଜି ଆସନ୍ତୁ ଶୁଣିବା ସେହି ହରିଶୟନ ଏକାଦଶୀ ବିଷୟରେ କିଛି। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ। ଆଷାଢ଼ ଶୁକ୍ଳ ଏକାଦଶୀରେ ଏହି ଉତ୍ସବ ପାଳିତ ହୋଇଥାଏ। ଏହା ହରିଶୟନ ଏକାଦଶୀ ନାମରେ ସୁପରିଚିତ। ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦୀର୍ଘ 4 ମାସ ଧରି ମହାପ୍ରଭୁ ଅନନ୍ତ ଶୟନ କରୁଥିବାରୁ ତାହାକୁ ଚତୁର୍ମାସ୍ୟା ବୋଲି କୁହାଯାଏ। ସାଧୁ, ସନ୍ଥ, ସନ୍ନ୍ୟାସୀ, ବୈଷ୍ଣବ ଓ ଭକ୍ତବୃନ୍ଦ ସେହି 4 ମାସ ପର୍ଯ୍ୟନ୍ତ ଚତୁର୍ମାସ୍ୟା ବ୍ରତ ପାଳନ କରିଥାନ୍ତି। ସୂର୍ଯ୍ୟଦେବ କର୍କଟ ରାଶିକୁ ଗମନ କରିବା ସମୟରେ ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିଠାରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ଏହି 4 ମାସ ଧରି ମହାପ୍ରଭୁ ଶୟନ କରିଥାନ୍ତି। ଏହି ସମୟରେ ଶ୍ରୀହରିଙ୍କର ଆରାଧନା କଲେ ସୁମହତ୍ ପୁଣ୍ୟ ମିଳିଥାଏ। ଏପରିକି କାଶୀଧାମରେ ବିଭିନ୍ନ ଶାସ୍ତ୍ରୀୟ ନିୟମ ଅବଲମ୍ବନ କରି ସାଧକ ଯେଉଁ ଫଳ ପାଇଥାଏ, ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ 4 ମାସ ମଧ୍ୟରୁ ମାତ୍ର ଗୋଟିଏ ଦିନ ଶ୍ରୀହରିଙ୍କର ସାନ୍ନିଧ୍ୟ ଲାଭ କରି ଭକ୍ତ ବା ସାଧକ ସମସ୍ତ ପ୍ରକାର ପୁଣ୍ୟଫଳ ଅନାୟାସରେ ପାଇଥାଏ। ସର୍ବନିୟନ୍ତା ଅନ୍ତର୍ଯ୍ୟାମୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏହି 4 ମାସ ବ୍ୟାପୀ ମହୋଦଧିରେ ଅନନ୍ତ ଶଯ୍ୟାରେ ଶୟନ କରନ୍ତି। ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡରେ କୁହାଯାଇଛି, ମନୁଷ୍ୟ ଅନ୍ୟାନ୍ୟ ସତ୍କର୍ମ କରୁ ବା ନ କରୁ ଆଷାଢ଼ ମାସ ଶୁକ୍ଳ ଏକାଦଶୀରେ ଶ୍ରୀ ବିଗ୍ରହମାନଙ୍କ ଶୟନ ଉତ୍ସବ କରିବା ଏକାନ୍ତ ପ୍ରୟୋଜନ। ଉକ୍ତ ପୁରାଣର ଉଲ୍ଲେଖ ପ୍ରକାରେ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ଶ୍ରୀକ୍ଷେତ୍ରରେ ଶୟନ ଉତ୍ସବ ଦର୍ଶନ କରିବ। ଭଗବାନଙ୍କ ଶୟନ ଉତ୍ସବ ନିମିତ୍ତ ଅତି ଯତ୍ନରେ ମଣ୍ଡପ ନିର୍ମାଣ କରି ତା ମଧ୍ୟରେ ଶୟନଗୃହ ନିର୍ମାଣ କରିବ। ରତ୍ନ ପଲଙ୍କ ଉପରେ କୋମଳ ବସନ ପକାଇ ଶଯ୍ୟା ପ୍ରସ୍ତୁତ କରିବ। କର୍ପୂର ଚୂର୍ଣ୍ଣ ତହିଁରେ ଛିଞ୍ଚି ତା ଉପରେ ଚାନ୍ଦୁଆ ଟାଣିବ। ଚତୁର୍ଦିଗରେ କୋମଳ ବସନ ଘୋଡ଼ାଇବ। ଆବରଣ ବସ୍ତ୍ରରେ ଚନ୍ଦନ ଲେପନ କରିବ। ସେହି ଗୃହରେ ଛିଦ୍ର ଶୂନ୍ୟଦ୍ୱାର ରଖିଥିବ। ଏହିପରି ଭାବରେ ରାତ୍ର କାଳରେ ଶୟନ ଗୃହରେ ସ୍ୱର୍ଣ୍ଣ, ରଜତ, ପିତ୍ତଳ ବା କାଷ୍ଠ ନିର୍ମିତ ମୂର୍ତ୍ତିତ୍ରୟ ନିର୍ମାଣ କରି ବଳରାମ, ସୁଭଦ୍ରା, ଜଗନ୍ନାଥଙ୍କ ପାଦମୂଳେ ସ୍ଥାପନ କରି 3 ଦେବଙ୍କୁ ଅର୍ଚ୍ଚନ କରି ପୂଜା ଶେଷରେ ପ୍ରତିମାମାନଙ୍କୁ ଦ୍ରବ୍ୟ ଅର୍ପଣ କରି ଏହି ପ୍ରତିମା ତ୍ରୟଙ୍କୁ ଭଗବାନଙ୍କଠାରୁ ଅଭେଦ ବୋଲି ମନରେ ଭାବି ହାତ ଯୋଡ଼ି ସେହି ପ୍ରତିମାଙ୍କୁ ଶୟନ ଗୃହକୁ ଆଗମନ ପୂର୍ବକ ସୁଖରେ ଆପଣ ଶୟନ କରନ୍ତୁ ବୋଲି ପ୍ରାର୍ଥନା କରିବ। 3 ଦେବଙ୍କ ଦେହରୁ 3ଟି ପୁଷ୍ପମାଳା ଆଣି ସେହି 3 ପ୍ରତିମାଙ୍କୁ ପ୍ରଦାନ ପୂର୍ବକ ମଙ୍ଗଳଗାନ କରି ଶୟନ ଗୃହର ଦ୍ୱାରଦେଶକୁ ବିଜେ କରିବ। ମୂର୍ତ୍ତିତ୍ରୟଙ୍କୁ ପୀଠରେ ବସାଇ ପଞ୍ଚାମୃତରେ ସ୍ନାନ କରି ସୁଗନ୍ଧ ଚନ୍ଦନ ଶ୍ରୀଅଙ୍ଗରେ ଲେପନ ପୂର୍ବକ ଦିବ୍ୟ ବସ୍ତ୍ର ଅଳଙ୍କାରାଦି ଦ୍ୱାରା ବିଭୂଷିତ କରି 4 ମାସ ଶୟନ କରିବା ପାଇଁ ପ୍ରାର୍ଥନା କରିବ। ଏହାପରେ ପ୍ରଭୁଙ୍କୁ ଶୟନ କରାଇ ଶୟନ ଗୃହର ଦ୍ୱାରକୁ ଉତ୍ତମ ରୂପେ ବନ୍ଧନ କରିବ। ସ୍କନ୍ଦ ପୁରାଣ ମତରେ ଜନାର୍ଦ୍ଦନ ଯେଉଁ 4 ମାସ ନିଦ୍ରା ଯାଆନ୍ତି, ସେହି 4 ମାସରେ ନାନା ବ୍ରତ କଲେ ଉତ୍ତମ ସୁଖ ଲାଭ ହୁଏ। ଆଷାଢ଼ ଶୁକ୍ଳ ଏକାଦଶୀ ରାତ୍ରରେ ରଥ ଉପରେ ଶ୍ରୀ ବିଗ୍ରହମାନଙ୍କର ସୁନାବେଶ ଉଲାଗି ହୋଇ ସାରି ବଡ଼ସିଂହାର ବେଶ, ଭୋଗ ଇତ୍ୟାଦି ସରି ମହାସ୍ନାନ ପୂଜା ଠା ନୀତି କରାଯିବା ପରେ ଶ୍ରୀମନ୍ଦିର ଭଣ୍ଡାର ଘରୁ ସ୍ୱର୍ଣ୍ଣ ପ୍ରତିମା ନିର୍ମିତ 3 ମୂର୍ତ୍ତି ଶୟନ ଠାକୁର ପୂଜାପଣ୍ଡା ସେବକଙ୍କ ଦ୍ୱାରା 3ଟି ରୌପ୍ୟ ଥାଳିରେ ବିଜେ ହୋଇଥାନ୍ତି। 3 ବାଡ଼ରେ ଯଥାକ୍ରମେ ବଳଭଦ୍ରଙ୍କ ବାଡ଼ର ଶୟନ ଠାକୁର ବାସୁଦେବ, ସୁଭଦ୍ରା ଦେବୀଙ୍କ ବାଡ଼ର ଭୁବନେଶ୍ୱରୀ ଓ ଶ୍ରୀ ଜଗନ୍ନାଥଙ୍କ ବାଡ଼ର ଶ୍ରୀନାରାୟଣ ଏହି 3 ପ୍ରତିମା ବିଜେ ହୋଇ ରଥ ଉପରେ ଶ୍ରୀଅଙ୍ଗ ଲାଗି ହେଲେ 3 ଜଣ ପୂଜାପଣ୍ଡା 3 ରଥରେ ମହାସ୍ନାନ ପୂଜା ବଢ଼ାଇଥାନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ଷ ସାରା ପ୍ରତ୍ୟହ ପ୍ରଭୁଙ୍କର ରାତ୍ର କାଳରେ ଥରେ ବଡ଼ସିଂହାର ବେଶ ଓ ଭୋଗ ହୋଇଥାଏ। କିନ୍ତୁ ହରିଶୟନ ଏକାଦଶୀ ତିଥିରେ ପ୍ରଥମ ବଡ଼ସିଂହାର ବେଶ ଓ ଭୋଗ ଶେଷ ହେବା ପରେ ଶୟନ ଠାକୁରମାନେ ବିଜେ ହୋଇ ଶ୍ରୀଅଙ୍ଗ ଲାଗି ହେବା ପରେ ପୁନଃ ବଡ଼ସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହୋଇଥାଏ। ଏହାକୁ ବଲ୍ଲଭ ବଡ଼ସିଂହାର କୁହାଯାଏ। ରଥ ଉପରେ ଠାକୁରମାନଙ୍କର ସର୍ବାଙ୍ଗ ଲାଗି, ନୂଆ ପତନି ଲୁଗା ଲାଗି ଓ ମାଳ ଫୁଲ ଲାଗି ବେଶ ହୋଇଥାଏ। ଏହାପରେ ପାଣି ପଡ଼ି ଟେରା ବାନ୍ଧାଯିବା ପରେ ଘଣ୍ଟ, ଛତା, କାହାଳି ସହ ବଲ୍ଲଭ ବଡ଼ସିଂହାର ଭୋଗ ଅଣାଯାଏ। ବଡ଼ସିଂହାର ସରିବା ପରେ ଅଧିକା ଭୋଗ ଲାଗିଲେ ସେହି ଭୋଗ ବଲ୍ଲଭ ବଡ଼ସିଂହାର ଭୋଗ ବୋଲି କଥିତ ହୁଏ। ଏହି ପୂଜା ଷୋଡ଼ୋପଚାର ବିଧିରେ ଅନୁଷ୍ଠିତ ହୋଇଥାଏ। ଭୋଗ ସରି କର୍ପୂର ଆଳତି ବଢ଼ିଲେ ଶୟନ ପ୍ରତିମାମାନେ ହସ୍ତରେ ବିଜେ ହୋଇ 7 ପାହାଚ ଓ ଜଗମୋହନ ଦେଇ ଭଣ୍ଡାର ଘର ଦ୍ୱାର ନିକଟରେ ପହଞ୍ଚିଥାନ୍ତି। ଶୟନ ଘରେ ପୂର୍ବରୁ କୋଠ ସୁଆଁସିଆ ଦେଇଥିବା ପେଡ଼ା ତାଟ, ଯାହାକି କ୍ଷୁଦ୍ର କାଠ ବାକ୍ସ ପେଡ଼ି ସଦୃଶ ହୋଇଥାଏ, ଏବଂ ଦର୍ଜୀ ସେବକ ଦେଇଥିବା ସେଜ ମାଣ୍ଡିରେ ଶୟନ ଠାକୁରଙ୍କୁ ଶୟନ କରାଯାଏ। ଏହାପରେ ମୁଦିରସ୍ତ ସେବକ ହାତୁଆଣି ନେଇ ପ୍ରସାଦ ଲାଗି ପୁଷ୍ପାଞ୍ଜଳି, କର୍ପୂର ଆଳତି ଓ 7 କାଳି ସଞ୍ଜବତୀ, ଦୁର୍ବାକ୍ଷତ ବନ୍ଦାପନା ଇତ୍ୟାଦି କରିବା ପରେ ପେଡ଼ା ବନ୍ଦ କରି ତହିଁ ଉପରେ ଖୋଳ ପକାନ୍ତି। ଏହି ନୀତି ସମାପନନ୍ତେ ନୀତି ସମ୍ପୃକ୍ତ ସେବକମାନେ ବାହାରକୁ ଆସିବା ପରେ ତଡ଼ଉକରଣ ସେବକ ଶୟନ ଘର ଦ୍ୱାରକୁ ମଦନମୋହନଙ୍କ ମୁଦରେ ମୁଦ ଦେଇଥାନ୍ତି। ଶ୍ରୀ ହରିଶୟନ ଉତ୍ସବ ଶ୍ରୀବିଗ୍ରହମାନଙ୍କର ଦ୍ୱାଦଶ ଯାତ୍ରାର ଅନ୍ତର୍ଭୁକ୍ତ ହୋଇଥିବାରୁ ଅନ୍ୟାନ୍ୟ ଯାତ୍ରା ଦର୍ଶନରେ ଭକ୍ତମାନେ ଅସୀମ ପୁଣ୍ୟ ଲାଭ କଲାଭଳି ଏଥିରୁ ମଧ୍ୟ ଐହିକ ପାପତାପର ବିନାଶ ସଙ୍ଗେ ସଙ୍ଗେ ଅନାୟାସରେ ମୁକ୍ତି ମାର୍ଗର ପଥିକ ହେବାର ସୌଭାଗ୍ୟ ଲାଭ କରିଥାନ୍ତି। ଏପରିକି ସ୍ୱୟଂ ବିଷ୍ଣୁଙ୍କର ଏହି ଶୟନକାଳ ଅର୍ଥାତ୍ ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦୀର୍ଘ 4 ମାସ ଏହି ସମୟ ମଧ୍ୟରେ ଶ୍ରୀକ୍ଷେତ୍ରରେ ଅବସ୍ଥାନ, ତୀର୍ଥସ୍ଥାନ, ବ୍ରତ ପାଳନ ଓ ଭଗବତ୍ ପଦାରବିନ୍ଦ ଦର୍ଶନ ଅତୀବ ପୁଣ୍ୟପ୍ରଦ। ଏହା ଥିଲା ହରିଶୟନ ଏକାଦଶୀର ବିବରଣୀ ଓ ଏହାର ମହତ୍ତ୍ୱ। ଆଜି ପାଇଁ ଏତିକିରେ ରହିଲେ।